ଯେତେବେଳେ ଗୋଟେ ଛୋଟିଆ ପିଲା ଜନ୍ମ ହୁଏ ନା ସେ ଆଜ୍ଞା କାନ୍ଦିଥାଏ ତ କାନ୍ଦିଥାଏ ତାର ବହୁତ ସାରା ରିଜନ୍ ଥାଏ। ତ କାନ୍ଦିବାର ମଧ୍ୟ ତାର ମା ଜାଣିପାରିଥାଏ ହଁ ପୁଅଟି କାନ୍ଦୁଛି ଝିଅଟେ କାନ୍ଦୁଛି ମୋର ତ ଖାଇବା ପାଇଁ କାନ୍ଦୁଛି। ତ ସେମିତି ଜିନିଷ ଯଦି ଆପଣଙ୍କ ପେଟରେ ଭୋକ ଅଛି ତାହେଲେ ଆପଣମାନଙ୍କୁ କହିବାକୁ ପଡ଼ିବ, ଆପଣଙ୍କୁ କିଛି କରିବାକୁ ପଡ଼ିବ, ତାହେଲେ ହିଁ ଆପଣମାନେ ନିଜ ପେଟ ଆପଣମାନେ ପୁରେଇ ପାରିବେ। ମୁଁ ଏଇ ଏକ୍ଜାମ୍ପଲ୍ ଦେଇକି ଆପଣଙ୍କୁ କହିବା ପାଇଁ ଚାହିଁବି ଏହା ଯେ ଆପଣମାନେ ଯେତେ ସାରା ପିଲାମାନେ ଅଛନ୍ତି ତ ଆପଣମାନେ ଜାଣିଥିବେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ସବୁ ଷ୍ଟଡ଼ି ପ୍ଲାଟଫର୍ମ ଅଛି। ତ ବିଭିନ୍ନ ପ୍ରକାର ଆପଣମାନେ ଗ୍ରୁପ୍ରେ ସବୁ ଆପଣ ନିୟୋଜିତ ଅଛନ୍ତି। ତ ସିଏ ଆମର ଟେଲିଗ୍ରାମ ହେଇଗଲା କି ଆପଣଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ ହେଇଗଲା। କିନ୍ତୁ ଯଦି ଆମେ ଦେଖିବା ଓଡ଼ିଶାରେ ମୁଁ ଯାହା ରିସର୍ଚ୍ଚ କଲି ମୋ ଅଭିଜ୍ଞତାରେ ତ 85% ପିଲାମାନେ ପ୍ରାୟତଃ ଡିଫେନ୍ସ ପାଇଁ ଆସୁଛନ୍ତି, ପ୍ରିପାରେସନ୍ କରୁଛନ୍ତି। ଆଉ ଯେଉଁମାନେ ଅନ୍ୟ କେଉଁ କ୍ଷେତ୍ରରେ ଯେପରିକି ସିଟି ବିଡ଼ି କରୁଥିବା ପିଲା କିମ୍ବା କ୍ଲରିକାଲ ଲାଇନ୍ ଯାଉଥିବା ପିଲା ସେମାନେ ତ ତାଙ୍କ ଲାଇନ୍ରେ ଯାଉଛନ୍ତି, କିନ୍ତୁ ବେଳେବେଳେ ସେମାନେ ଏ ଆଡ଼କୁ ପଳେଇ ଆସୁଛନ୍ତି। କାହିଁକି ଜାଣିଛନ୍ତି? ଗୋଟେ ପ୍ରୋବ୍ଲେମ୍ ହେଉଛି ଏହା ଯେ ମାନେ ନିଯୁକ୍ତିର ସମସ୍ୟା। ଏ ନିଯୁକ୍ତିର ସମସ୍ୟା ଥିବାରୁ ହିଁ ସମସ୍ତେ ଆସୁଛନ୍ତି ଗୋଟିଏ ଜାଗାକୁ, ତ କମ୍ପିଟିସନ୍ ବଢ଼ୁଛି। କିନ୍ତୁ ଦୁଃଖର ବିଷୟ ଏହା ଯେ ଆମ ଓଡ଼ିଶାରେ ଖାଲି ଥିବା ପଦବୀ ଏତେ ସାରା ରହିଛି କିନ୍ତୁ ତାକୁ ପୂରଣ କରାଯାଇପାରୁନାହିଁ। ଉଠୁନି କେବଳ ଆମର ଯେହେତୁ ଆମେମାନେ ସମସ୍ତେ ଗୋଟେ ଷ୍ଟୁଡେଣ୍ଟ, ତେଣୁକରି ଏଇଟା ଗୋଟେ ଡିଫେନ୍ସ ଚ୍ୟାନେଲ୍, ଯେହେତୁ ଗୋଟେ ଏଜୁକେସନାଲ୍ ଚ୍ୟାନେଲ୍। ତେବେ ଏଜୁକେସନାଲ୍ ଚ୍ୟାନେଲ୍ରେ ମୋର ମଧ୍ୟ କର୍ତ୍ତବ୍ୟ ରହିବ ପିଲାମାନଙ୍କୁ ସଠିକ୍ ତଥ୍ୟ ସଠିକ୍ ରାସ୍ତା ଦେଖାଇବା ଆଉ ଠିକ୍ କଥା କହିବା। ତ ମୋ କହିବାର କଥା ଏହା ଯେ ମୁଁ ଏଠି ଯେଉଁ ଗ୍ରୁପ୍ଟା ଆପଣଙ୍କୁ ଦେଖାଉଛି ଲଗଭଗ 700-800 ପିଲା ଅଛନ୍ତି। କିନ୍ତୁ ଗ୍ରୁପ୍ରେ ରହିକି ଏଠି କିଛି ଟାଇମ୍ ପାସ୍ କଲେ କିଛି ଲାଭ ହେବନି। ଯଦି ଆପଣମାନଙ୍କୁ କିଛି କରିବାର ଅଛି, ଖାଲି ଆପଣମାନେ ଅନ୍ୟ କେଉଁ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଦେଖୁଛନ୍ତି ତ କେହି ଗୋଟେ ଗ୍ରୁପ୍ ସିରେ ଜବ୍ କରିଥିବେ, କନେଷ୍ଟବଳ ଜବ୍ କରିଥିବେ, କି ହାବିଲଦାର ଜବ୍ କରିଥିବେ, କି ଏସ୍ଆଇରେ ବି ଜବ୍ କରିଥିବେ, ତ ସେମାନଙ୍କୁ ପଚାରୁଥିବେ ସାର୍ ରିକ୍ରୁଟମେଣ୍ଟ କେବେ ଆସିବ, ସିଏ ଆପଣଙ୍କୁ ଲମ୍ବା ଚଉଡ଼ା ଭାଷଣ ମାରିଦେଉଥିବେ, ଆପଣ ଭାବୁଥିବେ ହଁ ରିକ୍ରୁଟମେଣ୍ଟ ପଳେଇ ଆସିବ। ଏସବୁ ଜିନିଷ ଦେଖି ଶୁଣି ମୁଣ୍ଡ ଆଜ୍ଞା ଖରାପ ହେଲାଣି। ବିଶେଷ କରି ମୁଁ କହିବି ଯେତେବେଳେ ପିଲାମାନେ ମୋତେ ପଚାରନ୍ତି ରିକ୍ରୁଟମେଣ୍ଟ ଭାଇ କେବେ ଆସିବ, କାହିଁକି ଆସୁନି, ଆରେ ରିକ୍ରୁଟମେଣ୍ଟ କେବେ ଆସିବ କାହିଁକି ଆସୁନାହିଁ ଏଇଟା କାହା ପାଖରେ ରହିଛି କଥା, ଗୋଟେ ୟୁଟ୍ୟୁବରେ କେବେ କହିପାରିବନି। ମୁଁ ଯେତେବେଳେ କୌଣସି ପ୍ରକାର ଇନଫର୍ମେସନ୍ ଦେଇଥାଏ ମୁଁ ସବୁବେଳେ ହାୟର ଅଥରିଟିଙ୍କ ଜରିଆରେ ମୁଁ କିଛି ଇନଫର୍ମେସନ୍ ପାଇଥାଏ ଆଉ ନିଜେ ସ୍ୱୟଂ ମୁଁ ଓପିଆର୍ବି ଅଫିସକୁ ଯାଇଥାଏ। ତ ମୁଁ ସିଧାସଳଖ ମେନ୍ ପଏଣ୍ଟ ଜାଗାକୁ ଯାଇକି ସେଠି ପଚାରି ବୁଝିକି ଆପଣଙ୍କୁ ଇନଫର୍ମେସନ୍ ଦେଇଥାଏ, ନାହିଁ ତ ମୁଁ ଘରେ ବସି କିଛି ମନ ଇଚ୍ଛା କୁହେନି। ତ ମୁଁ ଆପଣଙ୍କୁ କହିବା ପାଇଁ ଚାହିଁବି ଯେତେ ସାରା ପିଲାମାନେ ଅଛ ଭଲ ଭାବରେ ବୁଝନ୍ତୁ, ଆମକୁ ରିକ୍ରୁଟମେଣ୍ଟ ওই 2 ମାସ ଭିତରେ ହିଁ ଦରକାର। କାହିଁକିନା ମାନେ ଅପେକ୍ଷା କରିବାର ଗୋଟେ ଧୈର୍ଯ୍ୟ ଥାଏ, ଗୋଟେ ଧୈର୍ଯ୍ୟ ମଣିଷର ଥାଏ ନା, ଗୋଟେ ସୀମା ଥାଏ। ତ ସେଇ ସୀମା ଅତିକ୍ରମ ହେଇଗଲାଣି। ଆପଣମାନେ ଜାଣିଥିବେ ବହୁତ ପିଲା ଏମିତି ଅଛନ୍ତି, ସାଧାରଣ ପିଲାମାନେ ଅଛନ୍ତି, ଘରେ ବସିଛନ୍ତି, ବେରୋଜଗାର ଅଛନ୍ତି, କିଛି ନିଯୁକ୍ତି ବି କରୁନାହାନ୍ତି। ଡର ରହୁଛି ଏହା ଯେ ଯଦି ଆମେ କୌଣସି ଗୋଟେ ପ୍ରାଇଭେଟ୍ ଜବ୍ କରିବୁ, ଠିକ୍ ସମୟରେ ଯଦି ନିଯୁକ୍ତି ପଳେଇ ଆସିଲା ଏକୁଲର ହେଇପାରିବୁନି, ସେକୁଲର ହେଇପାରିବୁନି। ଯଦି ଗୋଟେ ଜାଗାରେ ଜବ୍ କରୁଥିବୁ 10-15 ଦିନ ଜବ୍ ଡ୍ୟୁଟି ଯାଇଥିବୁ, ଯଦି ରିକ୍ରୁଟମେଣ୍ଟ ପଳେଇ ଆସିଲା ସେଠି ଛାଡ଼ି ହେବନି, ଛାଡ଼ିଲେ ପଇସା ମିଳିବନି, 2 ପଇସା ମିଳିବନି, ଯେତେ ଦିନ କାମ କରିଥିବ, ତାପରେ ଏକୁଲର ହେଇପାରିବନି। ତେଣୁ କରିକି ଏଇ ହେଉଛି ସମସ୍ୟା, ଏଇ ଯେଉଁ ଲୋ ମିଡିଲ୍ କ୍ଲାସ୍ ଲେଭେଲର ପିଲାମାନଙ୍କ ପାଇଁ। ମୁଁ ଜାଣିପାରୁଛି କଥା ଅଛି ମାନେ ଯୋଡ଼ା ଠାରୁ ଯୋଡ଼ା ମା ଜାଣେ, ସେମିତି ମୁଁ ଆପଣମାନଙ୍କର ମନ କଥା ଆପଣମାନଙ୍କର ଯେଉଁ ପ୍ରୋବ୍ଲେମଟା ମୁଁ ବୁଝିପାରୁଛି, କାରଣ ମୁଁ ଆପଣମାନଙ୍କ ଭଳି ସିଚୁଏସନରେ ମୁଁ ମଧ୍ୟ ଥିଲି। ଠିକ୍ ଅଛି, ତେଣୁ ମୋ କହିବାର କଥା ଏହା ଯେ ସିଧାସଳଖ ଏବେ କହୁଛି ଯେତେ ସାରା ବି ପିଲାମାନେ ଅଛ, ଅଲ୍ ଓଭର୍ ଓଡ଼ିଶାର ପିଲାମାନେ ଅଛ, ସମସ୍ତଙ୍କୁ ମୋର ଗୋଟେ ଛୋଟିଆ ନିବେଦନ, ଆପଣମାନେ ଯେକୌଣସି ଗ୍ରୁପ୍ରେ ଥାଆନ୍ତୁ ନା କାହିଁକି, ଯେକୌଣସି ହ୍ୱାଟ୍ସଆପ୍ ଯେକୌଣସି ଟେଲିଗ୍ରାମ ଗ୍ରୁପ୍ରେ ରୁହନ୍ତୁ ନା କାହିଁକି, କିଛି ମତଲବ ନାହିଁ। ଆପଣମାନଙ୍କୁ ଗୋଟିଏ ଜିନିଷ କ'ଣ ନା ଏକତା ହେବାର ଅଛି। ତ ଏକତା ହେଲେ ହିଁ ସବୁ କିଛି, ଏକତା ହିଁ ବଳ କଥାର ଅଛି। ତେଣୁ କରିକି ଆପ୍ଲିକେସନ୍ ଯେଉଁ ଗ୍ରିଭାନ୍ସଟା ଆପଣମାନେ ସମସ୍ତେ ସିଏମ୍କୁ ଦିଅନ୍ତୁ। ଆମର ମୁଖ୍ୟମନ୍ତ୍ରୀ ଯେଉଁ ନୂତନ ଭାବରେ ଯେଉଁ ମାନେ ଆସିଛନ୍ତି ଓଡ଼ିଶାକୁ, ଆମର ମୋହନ ଚରଣ ମାଝୀ ସାର୍, ତାଙ୍କୁ ଆପଣମାନେ ଗ୍ରିଭାନ୍ସ ଦିଅନ୍ତୁ। ଆମର ଦାବି ରହିବ ଏହା ଯେ ନିଯୁକ୍ତି ଖୁବ୍ ଶୀଘ୍ର ଅଣାଯାଉ, କାହିଁକିନା ବେକାରୀ ସଂଖ୍ୟା ବହୁତ ଦିନକୁ ଦିନ ବଢ଼ି ଚାଲୁଛି। ତା ସହିତ ଆମେ ଭଳି ସାଧାରଣ ପିଲା ଯେଉଁ ଅଛୁ, ତ ଆମେ ଡିଫେନ୍ସ ପିଲା, ଆମେ ଡିଫେନ୍ସ ପାଇଁ ଆମେ ପ୍ରାୟତଃ ଆମେ ପ୍ରିପାରେସନ୍ କରୁଛୁ। ତେବେ ଆମକୁ ଦରକାର ଗୋଟେ ଡିଫେନ୍ସ ଜବ୍। ତେଣୁକରି ଓଡ଼ିଶା ପୋଲିସ ବିଭାଗରେ ବିଭିନ୍ନ ପ୍ରକାର ପଦବୀ ଖାଲି ପଡ଼ିଛି, ତେଣୁ ତାକୁ ଯଥାଶୀଘ୍ର ପୂରଣ କରାଯାଉ ଆଉ ତାହା ସାଙ୍ଗକୁ ଏଜ୍ ରିଲାକ୍ସନ୍ ଆମକୁ ମିଳୁ। ତେଣୁକରି ଏହାକୁ ଲକ୍ଷ୍ୟ କରିକି ଆପଣମାନେ ଆମର ଗୋଟେ ଗ୍ରୁପ୍ କରାଯାଇଛି। ତ ଏଇ ଗ୍ରୁପ୍ରେ ଆମମାନେ ଦେଖନ୍ତୁ ମୁଁ ଆପଣମାନଙ୍କୁ ଏଇସବୁ ଆପ୍ଲିକେସନ୍ ସବୁ ଦେଇଛି, ଦେଖିପାରୁଛନ୍ତି ସବୁ ଆପ୍ଲିକେସନ୍ ଦେଇଛି। ତା ସହିତ ଆପଣମାନଙ୍କୁ ଆଡ୍ରେସ୍ ମଧ୍ୟ ଦେଇଛି। ତେବେ ସମସ୍ତଙ୍କର ଗୋଟେ କର୍ତ୍ତବ୍ୟ ରହିବ ଏହା, ଆପଣମାନେ ଦେଖନ୍ତୁ ପ୍ରତ୍ୟେକ ଦିନ ଆପଣମାନେ ମାନେ କ'ଣ ମାନେ ଆଲତୁ ଫାଲତୁ ଖର୍ଚ୍ଚ କରୁଛନ୍ତି। ପ୍ରାୟତଃ ଗୋଟେ ପିଲା ଦିନକୁ 100-200 ଖର୍ଚ୍ଚ କରିଦେଉଥିବେ, ବଦ ଖର୍ଚ୍ଚ ଯେଉଁଟା କୁହନ୍ତି। ତ ଆପଣମାନଙ୍କୁ କିଛି ନାହିଁ, ଗୋଟେ ସାଧାରଣ ଗୋଟେ ପୋଷ୍ଟାଲ କରିଦେଉନ, ମାନେ ସ୍ପିଡ଼ି ପୋଷ୍ଟ କରିବା ଆବଶ୍ୟକ ନାହିଁ। ଆପଣମାନେ ଗୋଟେ କ'ଣ ଗୋଟେ ଖାମ୍ ଆଣିବେ, ତ ସେଥିରେ ଆପଣମାନେ ଆପ୍ଲିକେସନଟା ଭରିକି ପୋଷ୍ଟାଲ କରିବେ, ଏତିକି କ'ଣ କରିପାରିବେନି? କ'ଣ ପଇସା ଏମିତି ଖର୍ଚ୍ଚ ହେଉଛି ତୁମର?
तो जदि आपने जदि नॉर्मल पोस्टाल न करेंगे तो गोटे नॉर्मल पोस्टाल कर दियो जाकि डाक विभाग में दे दियो गोटे पोस्टाल कर दियो चिठी दे दियो से 4-5 दिन पर जाई पहुंच हेतरे कोन अछि किंतु मो कहबार कथा है जे आपण मानकर एते मात्रा रे ग्रीवेंस जीवा आवश्यक जहा कि सीएम पाखकू सीएम जे मुख्यमंत्री से मजबूरी हे जीव जे कि ओडिसा रे एते सारा पिला मानकर ए भली असुविधा हिची कि मु चेष्टा करिवि एटा को केमिति सॉर्ट आउट करिया पाई मु एई जिंस कहबार उद्देश्य जे है जे आपण माने जॉब कले आपण माने चाकरी कले मते किछि फरक माने मते किछि लाभ मिलिबो कि किंतु आपण माने बेले बेले मते रिक्वेस्ट करंती सर हमकु हेल्प करंतु आपण गोटे यूट्यूब चैनल करचंती आपण डिफेंस पाई पिला मानकू बहुत किछि शिक्षा दउचंती आपण हमर एमती सेमती भाई देखो मु किछि नुहे आपण मानक पाई मु सब किछि आपण माने जेमिति चाहिबे जेमिति करी मु सेमिति ही हेबी किंतु मो कहर कथा या जे आपण मानक मु रास्ता देखे देली एबे रास्ता चलेबे आपण मानकर दायित्व ता नुहे जे आपण को हाथ धरे कि मु रास्ता चलेबी हाथ धरे कि रास्ता चलेबा काहकू जार हाथ गुड़ नाही जे किछि अकर्म से मानकू आमे हाथ धरिक चलै परिबा आपण माने तो सब किछि करि परिबे मु कहबार कथा बुझंतु मु आपन को डायरेक्ट कहूनी इनडायरेक्टली कहूची आपण माने शिक्षित पिला रिटन एग्जाम रे आपण माने भलो स्कोर भी रखुचंती एमिति भी पिला माने बहुत कटक हे गला भुवनेश्वर हे गला से जगह रही कि पिला माने भी समस्त कोन पढ़ा पढ़ी करचंती मेस जे कि तबे एटलीस्ट एमानकर भी मध्य गुड कर्तव्य रहा दरकार किंतु एठी हम ओडिसा रे कोन ना माने कोन ना पेला पेली ठेला ठेली माने गुड़ टणा टणी आमे माने से भाबुचनी कोन ना आमे करबु आमे कष्ट करबु आमे एते करबु लढिबु सब करबु अन्य माने फायदा पाए भाई देखो आम ओडिसा तो एटा रही परंपरा कि आम ओडिसा तो एटा स्थिति कहिया चलिबो गोटे घर जदि जने इनकम करथुओ 2-3 जन बसी खाउतबे किंतु माने दुर्भाग्य कथा मु कहिबी कहया पे चाहून से जिंस किंतु गोटे कथा जे आजे समस्त समान नहंती आमे चाहिले दुनिया को बदलै परिबा नै लोक मानकर विभिन्न प्रकार मत नाना मुनि को नाना मत तेणु करी मो कहबार कथा है जे मु खास करके भिडियोटी करछि आपण मानक पई जते सारे पिला ग्रुप रे अछ समस्त ध्यान पूर्वक सुनंतु समस्ते कौन करिवो ग्रीवेंसटा आपण माने दियंतु समस्ते ग्रीवेंस दियंतु विशेष करके जते सारा हमर डिफेंस रिलेटेड इन्फॉर्मेशन जत्ते कि यूट्यूबर माने दउचंती नुआ यूट्यूबर पुना यूट्यूबर जत्ते सारा भी अछंती सेमानको से सार मानको रिक्वेस्ट करन तांको चैनल रे ए कथाटा कहिबे जहा पर तांकर सब्सक्राइबर जो थिबे हेटी पिला जो थिबे तो सेमाने मध्ये शेयर करबे ता नुहे जे हमर ए चैनल रे समस्त ओडिसा ऑल ओवर ओडिसा पिला माने ए चैनल को देखुजन ता नुहे ना तेणु करी एमिति बहुत सारा यूट्यूब रो सार मानकर वीडियो भी सेमाने देखुथिबे हो तो हमर चैनल को सेमाने देखु नथिबे तेणु सेमानक पाखरे कथा पहुंचवा दरकार तेणु करी आपण माने मध्ये समस्त यूट्यूबर सार मानक मध्ये कहतु से माने तांको चैनल रे वीडियोटा करिवे किछि एथरे माने कोन गंडगोल कि कोन प्रकार रास्ता रो कि जेमति किछि नु खाली केवल पिला माने कहतु नियुक्ति खूब शीघ्र आसिया पई ग्रीवेंसटा देबे एजुकेशन पई ग्रीवेंसटा देबे बस एतिक जिंस आपण माने सब यूट्यूबर मानक कहतु समस्त सोशल मीडिया रे कथाटा को वायरल करिवे जहा फरे कथाटा टिके बहुत आगु को जीवो काहे ना आपण माने जानचंती सोशल मीडिया रे एते पावर जे आपण माने भाबी परिबेनी आज जदि मुख्यमंत्री बदली गले तो कारण होती सोशल मीडिया जोगु आज आमर जो एते वर्षर जो थिले क्षमतार थिले मुख्यमंत्री तो सी बर्तमान बदली गले कहीं सोशल मीडिया जोगु